ଦେଖନ୍ତୁ ମୁଁ ତ ଗତ କାଲି ରାତି 1ରେ ଖବର ପାଇଥିଲି ଏବଂ ଫାୟାର ବାଲାଙ୍କୁ ମଧ୍ୟ ଖବର ଦିଆଯାଇଥିଲା। ତାଙ୍କର ପରିଶ୍ରମ ମାନେ ଗତ କାଲି ରାତିରୁ ମୁଁ ଆଇଆଇସି ସାଙ୍ଗେ ସକାଳେ ମଧ୍ୟ କଥା ପୁରା ପୂର୍ଣ୍ଣ ମାତ୍ରାରେ ତାଙ୍କର ପରିଶ୍ରମ କିଭଳି ଭାବେ ନିଆଁକୁ ଆୟତ୍ତ କରିହେବ ବନ୍ଦ କରିହେବ ପୁରା ଦମରେ ଲାଗିଛନ୍ତି। ତା ସତ୍ତ୍ୱେ ଯେହେତୁ କମର୍ସିଆଲ କମ୍ପ୍ଲେକ୍ସ ଏଠି ଅଲଗା କିଛି ବାଟ ନଥାଏ ତେଣୁ ନିଆଁ ଲିଭୁନି। ବିଶେଷ ଭାବରେ ପ୍ଲାଷ୍ଟିକ ଜିନିଷ ବହୁତ ପ୍ଲାଷ୍ଟିକ ଜିନିଷ ରହିଯାଇଥିବାରୁ ନିଆଁକୁ ଲିଭେଇବା ନିଆଁକୁ ଆୟତ୍ତ କରିବା ନିଶ୍ଚିତ ଭାବେ କଷ୍ଟ ହଉଛି। ମୁଁ ଫାୟାରବାଲାଙ୍କ ସାଙ୍ଗେ ମଧ୍ୟ କଥା ହଉଛି, ଧନ୍ୟବାଦ ଦେବି। ସେମାନେ ତାଙ୍କର ଅକ୍ଳାନ୍ତ ପରିଶ୍ରମ ଜାରି ରଖିଛନ୍ତି। ଗୋଟେ ମାନେ ବିରାଟ ଅଗ୍ନିକାଣ୍ଡ ସୃଷ୍ଟି ହେବ ନାହିଁ। ଏଭଳି ଅଗ୍ନିକାଣ୍ଡ ଦୀର୍ଘ ସମୟ ଧରି ଫାୟାରବାଲାଙ୍କର ଆପ୍ରାଣ ଚେଷ୍ଟା ସୁଦ୍ଧା ଏହା ଏବେ ବନ୍ଦ ହୋଇନାହିଁ। ସେମାନେ ଉପରକୁ ଟ୍ରେନ ସାହାଯ୍ୟରେ ଉପରକୁ ସମସ୍ତ ପ୍ରଚେଷ୍ଟା ମଧ୍ୟ ଜାରି ରଖିଲେଣି। ଯଦି ବା ଅଲଗା କୌଣସି ବିଲ୍ଡିଂ କି ଏ ଫାୟାର ବା ନିଆଁ ଆଗକୁ ଯାଇନାହିଁ, এই বিল্ডিং ভিতরে সীমিত ଅଛି। ଚତୁର୍ପାର୍ଶ୍ୱରେ ଫାୟାର ପାଲା ରେଡି ହେଇକି ଅଛନ୍ତି ଏବଂ ପାଣି ମଧ୍ୟ ପାଖାପାଖି 60 ଟ୍ରିପ୍ ପାଖାପାଖି ପାଣି ମଧ୍ୟ ଏଥିରେ ନିୟୋଜନ କରାଗଲାଣି ବା ଲିଭେଇବା ପାଇଁ ବ୍ୟବହାର କରାଗଲାଣି। ତା ସତ୍ତ୍ୱେ ମଧ୍ୟ ଏହା ସମ୍ପୂର୍ଣ୍ଣ ଭାବରେ ଲିଭି ନାହିଁ। ତେଣୁ ଚଲେଇଛନ୍ତି, ପୁରା ପ୍ରଚେଷ୍ଟା ଚଲେଇଛନ୍ତି ଫାୟାରବାଲା। ତାଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଦେବି। ସ୍ଥାନୀୟ ଯୁବକ ମାନେ ପୋଲିସ ବାହିନୀର ମାନେ ସମସ୍ତ ପ୍ରଚେଷ୍ଟାରେ କାମ ଚାଲିଛି। ଇଏ ଗୋଟେ ଦୁର୍ଘଟଣା। ନିଶ୍ଚିତ ଭାବେ ଓନରଙ୍କ ସାଙ୍ଗେ ମଧ୍ୟ କଥା ହେଇଥିଲି। ଏକ ବିପଦର ସମୟ ଆମେ ସମସ୍ତେ ମିଳିତ ଭାବେ এই ବିପଦ ସମୟରେ ତାଙ୍କ ପଛରେ ଛିଡା ହେବା। ନିଆଁ ଲିଭେଇବା ପ୍ରାଥମିକ କାମ, ତାପରେ ଆମେ ଦେଖିବା କଣ ତାଙ୍କର ବଞ୍ଚିଛି ଇଏ ତଳପ୍ରରେ ଯାହା ବଞ୍ଚିଥିବ କଣ ହେବ ତା ପରବର୍ତ୍ତୀ କଥା। କିନ୍ତୁ ଏହା ଗୋଟେ ବିରାଟ ବିପଦ କେବଳ ତାଙ୍କ ପାଇଁ ନୁହେଁ, ଏ ଅଞ୍ଚଳ ପାଇଁ ମଧ୍ୟ। ନିଆଁ ଲାଗିବା ଦ୍ୱାରା ଚତୁଃପାର୍ଶ୍ୱ ମଧ୍ୟ ସେ ଘର ମାଲିକଙ୍କର ଘର ଭାଙ୍ଗିଛି, ବିଜନେସ ଯିଏ କରୁଛନ୍ତି ତାଙ୍କର ଶହ ଶହ ହଜାର ହଜାର ଟଙ୍କାର ଲସ୍ ହେଇଛି, କୋଟି କୋଟି ଟଙ୍କାର ଲସ୍ ହେଇଛି। କିଭଳି ଭାବେ ସେ ଭରପାଇ କରିବେ ପରବର୍ତ୍ତୀ ଅବସ୍ଥାକୁ ମଧ୍ୟ ଆମେ ଦୃଷ୍ଟି ଦେବା। ନିଆଁ ଲିଭାଇବା ପାଇଁ ସମସ୍ତେ ଚେଷ୍ଟା ଜାରି ରଖିଛନ୍ତି। ମୁଁ ଭାବୁଛି ଆଉ କିଛି ସମୟ ପରେ ନିଆଁ ଲିଭି ଯାଇପାରେ। ସମସ୍ତଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଦେବି। ଗତକାଲି ରାତି 10:30ରୁ ସମସ୍ତଙ୍କୁ ମିଳିତ ଉଦ୍ୟମରେ ଏ ନିଆଁ ବନ୍ଦ ପାଇଁ ପ୍ରଚେଷ୍ଟା ଚାଲିଛି। ମାଲିକଙ୍କ ସହିତ ଆପଣ ଆଲୋଚନା କଲେ କଣ ସିଏ ତାଙ୍କ ଦୁଃଖ ଜଣାଉଥିଲେ, କଣ କାରଣ ସିଏ କହୁଛନ୍ତି? ଦେଖନ୍ତୁ ତାଙ୍କର ତ ବିରାଟ ଦୁଃଖ। ଏ ଦୁଃଖ ସମୟରେ ତାଙ୍କୁ ଏବେ କାରଣ ନ ପଚାରିଛି କିଭଳି ଭାବେ ବନ୍ଦ ହବ, ନିଆଁ ଆୟତ୍ତ ହବ ଏବଂ କଣ ତା ଦେହରୁ ବଞ୍ଚି ଯାଇଛି ତା ପରବର୍ତ୍ତୀ ଅବସ୍ଥାରେ ତା ସାଙ୍ଗେ ନିଶ୍ଚିତ ଭାବେ ସେ କଥାକୁ ତାଙ୍କ ସାଙ୍ଗେ ଆଲୋଚନା କରିବୁ। ନିଶ୍ଚିତ ଭାବେ ତାଙ୍କୁ କ୍ଷତିପୂରଣ ଦେବା ପାଇଁ ଆମେ ଚେଷ୍ଟା କରିବୁ ଏବଂ ତାଙ୍କର କଣ କଣ କ୍ଷତି ହେଇଛି କଣ ହେଇଛି ନିଆଁ ଆୟତ୍ତ ହେଲା ପରେ ସେସବୁ ଜଣା ପଡିବ। ମୁଁ ଭାବୁଛି ଆଉ କିଛି ସମୟ ଅପେକ୍ଷା କରନ୍ତୁ। ଜାଗା ମାଲିକ ତିଆରି କରୁଛନ୍ତି ଯାହା କରିବା ପାଇଁ ଦଉଛନ୍ତି ଗାଇଡଲାଇନ ଅନୁସାରେ ଯଦି କରୁଥିଲେ ଭଲ ହୁଅନ୍ତା। କାହିଁକିନା ରାସ୍ତା ଚାରିପଟେ ଖୋଲା ରଖିବା କଥା ସେ ନାହିଁ, କିନ୍ତୁ ସେ କମିଶନରେ ଦେଇ ଦଉଛନ୍ତି। କେମିତି କଣ ହେଇଛି ସେ କଥାକୁ ତ ମୁଁ ଆଉ ଏବେ ଜାଣିନାହିଁ। ମୁଁ ପରବର୍ତ୍ତୀ ଅବସ୍ଥାରେ ଯୋଉମାନେ ବିଲ୍ଡିଂ କରୁଛନ୍ତି ଏ ପ୍ରତି ଧ୍ୟାନ ଦେବା ନିହାତି ଆବଶ୍ୟକ। ସରକାରଙ୍କଠୁ ଆପଣ ପ୍ଲାନ୍ ଆପ୍ରୁଭ୍ ଆଣିଲେ ତାପରେ ମନ ଇଚ୍ଛା କରିଦେଲେ ଏଇଟା କେବଳ ସେ ଲୋକର କ୍ଷତି ବା ଘର ଓନରର କ୍ଷତି ନୁହେଁ, ଏଠି ସମାଜର କ୍ଷତି। ଏତେ କୋଟି କୋଟି ଟଙ୍କାର ଜିନିଷ ନଷ୍ଟ ହେଇଯାଉଛି, ପୋଡ଼ି ଯାଉଛି। କେତେ ଲୋକ ଆଜି ନିୟୋଜନ ହେଇଛନ୍ତି ଗତକାଲି ଠାରୁ। ଫାୟାର ବାଲା, ପୋଲିସ ବାଲା, ଆପଣ ମାନେ ବିଶେଷ ଭାବରେ ସାମ୍ବାଦିକ ବନ୍ଧୁମାନେ ପୁରା କ୍ରମାଗତ ଭାବେ ଚଲେଇଛନ୍ତି, ଟିଭିରେ ଦେଖାଉଛନ୍ତି। ଆପଣମାନଙ୍କୁ ମଧ୍ୟ ଧନ୍ୟବାଦ ଦେବି ଏ କାର୍ଯ୍ୟକ୍ରମକୁ ଏବଂ ଏହା ଦ୍ୱାରା ଅଲଗା ଲୋକମାନେ ମଧ୍ୟ ବ୍ୟବସାୟୀ ମାନେ ମଧ୍ୟ ଶିଖନ୍ତୁ ଏଭଳି ଯୋଉଠି ନିଆଁ ଲାଗୁଛି ହଠାତ୍ ତାକୁ ବନ୍ଦ କରିହେବ ତାକୁ ମଧ୍ୟ ଶିଖନ୍ତୁ। ଧନ୍ୟବାଦ। ଆମ ସାମାଜିକ କାମ ସମସ୍ତେ ମିଳିମିଶି ନିଜକୁ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ନିଶ୍ଚିତ ଭାବେ ଆପଣ ଶୁଣିଥିଲେ।